ମକର ରାଶିର ଅଧିପତି ଶନି ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରେ ବକ୍ରୀ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। କାଳପୁରୁଷର ନୈସର୍ଗିକ ଦଶମ ଭାବ ମକର ରାଶିର ଅଧିପତି ଶନି। ଏହା ସହିତ ରାଶିଚକ୍ରର ଏକାଦଶ ଭାବ କୁମ୍ଭ ରାଶି ମଧ୍ୟ ଶନିଦେବଙ୍କର ମୂଳ ତ୍ରିକୋଣ ରାଶି। ରାଶିଚକ୍ରର ଦଶମ ମକର ରାଶି କର୍ମଭାବକୁ ପ୍ରତିନିଧିତ୍ୱ କରୁଥିବା ବେଳେ ଏକାଦଶ ଭାବ କୁମ୍ଭ ରାଶି ଆୟ ଭାବକୁ ଦର୍ଶାଇଥାଏ। ଚଳିତ 2024 ମସିହା ଜୁନ୍ ମାସ 29 ତାରିଖ ରାତ୍ରି 11:40 ସମୟରେ ଉଭୟ ମକର ଓ କୁମ୍ଭ ରାଶିର ଅଧିପତି ଶନି ନିଜ ରାଶି କୁମ୍ଭ ରାଶିରେ ବକ୍ରୀ ହୋଇଛନ୍ତି ଏବଂ ଶନି ଗ୍ରହଙ୍କର ଏହି ବକ୍ରୀ ଅବସ୍ଥା କୁମ୍ଭ ରାଶିରେ 2024 ନଭେମ୍ବର 14 ତାରିଖ ଗୁରୁବାର ପର୍ଯ୍ୟନ୍ତ ବଳବତ୍ତର ରହିବ। କୁମ୍ଭ ରାଶିରେ ଶନିଦେବଙ୍କର ଏହି ବକ୍ରୀ ଅବସ୍ଥା ମକର ରାଶି ପାଇଁ କ'ଣ ଫଳ ପ୍ରଦାନ କରିବ ତାହା ଆଗକୁ ଆଲୋଚନା କରିବା। ଗ୍ରହଗୁଡ଼ିକର ବକ୍ରୀ ହେବା କହିଲେ ଗ୍ରହଗୁଡ଼ିକର ପଶ୍ଚାତ୍ ଗମନକୁ ବୁଝାଇଥାଏ, କିନ୍ତୁ ପ୍ରକୃତ ପକ୍ଷରେ ବକ୍ରୀ କୁହାଯାଉଥିବା ଗ୍ରହ ଏହି ସମୟରେ ପୃଥିବୀର ନିକଟବର୍ତ୍ତୀ ହୋଇଥାନ୍ତି, ଯାହାର ଫଳସ୍ୱରୂପ ସେମାନଙ୍କର ପ୍ରଭାବ ପୃଥିବୀ ପୃଷ୍ଠରେ ଅଧିକ ମାତ୍ରାରେ ଅନୁଭୂତ ହୋଇଥାଏ। ତେଣୁ କୁହାଯାଇଥାଏ, ଶୁଭ ଗ୍ରହ ବକ୍ରୀ ହେଲେ 2 ଗୁଣ ଶୁଭ ଫଳ ପ୍ରଦାନ କରିଥାନ୍ତି, ତ ଅଶୁଭ ଗ୍ରହ ବକ୍ରୀ ହେଲେ 2 ଗୁଣ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ଶନି ମହାଗ୍ରହ ସୌରମଣ୍ଡଳରେ ସୂର୍ଯ୍ୟଙ୍କ ଠାରୁ ଷଷ୍ଠ ସ୍ଥାନ ମାନେ ସବା ଶେଷ ସ୍ଥାନରେ ରହି ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥିବାରୁ ଏହି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଥରେ ବୁଲି ଆସିବା ପାଇଁ ପ୍ରାୟ 30 ବର୍ଷ ସମୟ ନେଇଥାଏ। ଶନି ଗ୍ରହ ଧୀର ବା ମନ୍ଦ ଗତିରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥିବାରୁ ଏହି ଗ୍ରହର ନାମ ହେଲା ମନ୍ଦ। ସେହିପରି ରାଶିଚକ୍ରର ଏକ ରାଶିକୁ ଅତିକ୍ରମ କରିବା ପାଇଁ ଶନି ପ୍ରାୟ 2.5 ବର୍ଷ ବା 30 ମାସ ସମୟ ନେଇଥାନ୍ତି। ଏଣୁ ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନିଙ୍କର ଗୋଟିଏ ରାଶିରେ ରହଣି ଅନ୍ୟ ସମସ୍ତ ଗ୍ରହଙ୍କ ଠାରୁ ଅଧିକା। ବୈଦିକ ଜ୍ୟୋତିଷରେ ଶନି ମହାଗ୍ରହଙ୍କୁ କ୍ରୂର ଓ ଭୟାନକ ଗ୍ରହ ବୋଲି ଦର୍ଶାଯାଇଛି। ତେଣୁ ସାଧାରଣ ମଣିଷଟିଏ ଶନିଦେବଙ୍କର ନାଁ ଶୁଣିଲେ ବଡ଼ ଭୟଭୀତ ହୋଇପଡ଼ିଥାନ୍ତି। ଅଭିଜ୍ଞତାରୁ ଜଣାଯାଏ ଯେ ଶନି ଯଦି କୁଣ୍ଡଳୀରେ ଭଲ ସ୍ଥାନରେ ଅବସ୍ଥାନ କରିନଥାନ୍ତି କିମ୍ବା ଭଲ ଭାବର ଅଧିପତି ହୋଇନଥାନ୍ତି, ତେବେ ଶନି ତାଙ୍କର ଦଶା, ଅନ୍ତର୍ଦଶା, ସାଢ଼େ ଏବଂ ଢାୟା ଭୋଗ ହେଉଥିବା ସମୟରେ ବ୍ୟକ୍ତିକୁ ବଡ଼ କଷ୍ଟକର ଫଳ ପ୍ରଦାନ କରିଥାନ୍ତି। ମୃତ୍ୟୁବତ୍ ପୀଡ଼ା ସାଙ୍ଗକୁ ମୃତ୍ୟୁଦଣ୍ଡ ମଧ୍ୟ ପ୍ରଦାନ କରିବାର ଶକ୍ତି ଶନି ମହାଗ୍ରହଙ୍କର ଥାଏ। କାରଣ ଶନି ଏକମାତ୍ର ଗ୍ରହ ଯାହାକୁ କି ଗ୍ରହ ଜଗତରେ ବିନା କୌଣସି ଗ୍ରହଙ୍କର ସହାୟତା ବିନା ମାରକ କ୍ଷମତା ପ୍ରଦାନ କରାଯାଇଛି। ଏଣୁ ଜାତକରେ ଆୟୁ ବିଚାର କଲାବେଳେ ଶନିଙ୍କର ଅବସ୍ଥିତି ମଧ୍ୟ ଦେଖିବା ପାଇଁ କୁହାଯାଇଥାଏ। ମକର ରାଶି ଦଶମ କର୍ମଭାବକୁ ଦର୍ଶାଉଥିବା ବେଳେ ଏହି ରାଶିର ଅଧିପତି ଶନିକୁ କର୍ମଫଳଦାତା କୁହାଯାଇଥାଏ। ଶନିଙ୍କ ବିନା ସହାୟତାରେ ମଣିଷ କର୍ମ ପାଏ ନାହିଁ, ତ ପୁଣି ଏ ଜନ୍ମରେ ପ୍ରାରବ୍ଧ ଜନିତ କର୍ମ ଓ କ୍ରିୟମାଣ କର୍ମ ଶନି ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରନ୍ତି ନାହିଁ। ପ୍ରତ୍ୟେକ ଭୁଲ ପାଇଁ ଦଣ୍ଡ ଦେବା, ତା ପୁଣି ଛୋଟିଆ ଭୁଲ ପାଇଁ ବଡ଼ ଦଣ୍ଡ ଏବଂ ପ୍ରତ୍ୟେକ ଭଲ କର୍ମ ପାଇଁ ବିରାଟ ପୁରସ୍କାର, ଏହା ଶନିଦେବଙ୍କର ଏକ ଐଶ୍ୱର୍ଯ୍ୟ ଗୁଣ। ଏଥିପାଇଁ କେହି କେହି ଶନିଦେବଙ୍କୁ ନ୍ୟାୟଦାତା ମଧ୍ୟ କହିଥାନ୍ତି। ମକର ରାଶିର ଦ୍ୱିତୀୟ ଭାବ କୁମ୍ଭ ରାଶିରେ ଶନି ବକ୍ରୀ ହେବା ମକର ରାଶି ପାଇଁ ଏକ ଚମତ୍କାର ସୁଯୋଗ ଅଥବା ସକାରାତ୍ମକ ଦିଗକୁ ନିର୍ଦ୍ଦେଶ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଶନିଦେବ ଉଭୟ ମକର ଓ କୁମ୍ଭ ରାଶିର ଅଧିପତି। ତେଣୁ ଶନିଦେବ ତାଙ୍କ ନିଜ ରାଶିର ଦ୍ୱିତୀୟ ବା ଧନସ୍ଥାନରେ ବକ୍ରୀ ହେବା ମକର ରାଶି ପାଇଁ ଧନର ପ୍ରାଚୁର୍ଯ୍ୟ ଭାବକୁ ଦର୍ଶାଉଛି। ଆର୍ଥିକ ଦିଗ ମଜବୁତ ରହିବା ସଙ୍ଗେ ସଙ୍ଗେ ନୂତନ
ଆର୍ଥିକ ସ୍ରୋତର ପନ୍ଥା ଉନ୍ମୋଚିତ ହୋଇପାରେ। ମକର ରାଶିର ପରିବାର ବା କୁଟୁମ୍ବ ଭିତରେ ଆନନ୍ଦ ଉଲ୍ଲାସ ଦେଖାଦେଇପାରେ। ପାରିବାରିକ ମର୍ଯ୍ୟାଦା ଲାଭ କରିବେ। ନୂତନ ବନ୍ଧୁଭାବ ସୃଷ୍ଟି ହୋଇପାରେ। ମକର ରାଶି ବ୍ୟକ୍ତି କର୍ମସ୍ଥାନ ଉତ୍ସାହପ୍ରଦ ରହିବ ତଥା ଚାକିରି କ୍ଷେତ୍ରରେ ମନ ମୁତାବକ ଜାଗାକୁ ବଦଳି ହେବାର ବହୁତ ସମ୍ଭାବନା। ମକର ରାଶିଜାତ ବ୍ୟକ୍ତି ପୁଣି କହିଥିବା ବା କହୁଥିବା କଥା ସମସ୍ତଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଗ୍ରହଣୀୟ ହେବ ଏବଂ ସେମାନେ ଅନ୍ୟାୟ ଅନୀତିକୁ ପ୍ରଶ୍ରୟ ଦେବେ ନାହିଁ। ନ୍ୟାୟୋଚିତ ପଦକ୍ଷେପ ମକର ରାଶିଜାତ ବ୍ୟକ୍ତିଙ୍କୁ ପ୍ରଶଂସାର ପାତ୍ର କରାଇବ। ଭଗବତ କୃପା ଲାଭ କରିବେ। କିନ୍ତୁ ଏହି ସମୟରେ ମକର ରାଶି ପାଇଁ ସମାନ୍ତରାଳ ଭାବରେ ଶନିଦେବଙ୍କର 7.5 ଭୋଗ ହେଉଥିବାରୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ଦୁର୍ଘଟଣାର ଭୟ ରହୁଛି। ନିଜ ସ୍ୱାସ୍ଥ୍ୟ ବା ଦେହ ଖରାପର ସମ୍ଭାବନା ଅଛି। ବାୟୁ ବିକାର ଜନିତ ଆଣ୍ଠୁଗଣ୍ଠି ରୋଗ ଭୋଗ କରୁଥିବା ବ୍ୟକ୍ତିବିଶେଷ ନିୟମିତ ଚିକିତ୍ସୀୟ ସହାୟତା ନେବା ଆବଶ୍ୟକ। ଥଣ୍ଡା କାଶ ରୋଗର ପ୍ରାଦୁର୍ଭାବ ଦେଖାଦେଇପାରେ। ସମୟରେ ସ୍ନାୟବିକ ଦୁର୍ବଳତା ମଧ୍ୟ ଆସିପାରେ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ତଥା ଉପରୋକ୍ତ କ୍ଷେତ୍ରରେ ସୁଫଳ ଲାଭ କରିବା ପାଇଁ ପ୍ରତ୍ୟହ ମହାବୀର ହନୁମାନଙ୍କର ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ। ମହାବୀରଙ୍କର ପୂଜାର୍ଚ୍ଚନା କରନ୍ତୁ। ଶନିଦେବଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରନ୍ତୁ ଏବଂ ସର୍ବୋପରି ଶ୍ରୀକ୍ଷେତ୍ର ପୁରୀକୁ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ନିଶ୍ଚୟ ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।